এবং জনে দূরদর্শী রাজনৈতিক নেতা ভাবে তাঙ্ক জীবনর 50 বর্ষরু অধিক সময় ধরি সে জনসাধারণଙ୍କର সেবারে সম্পূর্ণ সময় বিতাই সারিছন্তি। তাঙ্ক শাসনরে মহিলাঙ্কর পাই এক বিশেষ স্থান অছি। দেশর কোটি কোটি মাঙ্ক আখিরু লুহ পোছিবা পাই সে আরম্ভ করিଥିଲେ উজ্জ্বলা যোজনা। ଏ ଉଜ୍ଜଳା ଯୋଜନା କୋଟି କୋଟି ମା' ମାନଙ୍କର ମାନ ରଖିବା ପାଇଁ ଘରେ ଘରେ ତାଙ୍କ ଘରକୁ ପହଞ୍ଚା ଯାଇପାରିଥିଲା। ଲୁହ ପୋଛିବା ପାଇଁ ଉଜ୍ଜଳା ଯୋଜନା ଆଜି ସମସ୍ତଙ୍କ ଘରକୁ ପହଞ୍ଚି ପାରିଛି। ସେହିଭଳି ଭାବରେ କୋଟି କୋଟି ମା' ମାନଙ୍କର ମାନ ରଖିବା ପାଇଁ, ସମ୍ମାନ ରକ୍ଷା ପାଇବା ପାଇଁ, ଲଜ୍ଜାରୁ ବର୍ତ୍ତିବା ପାଇଁ ଘରେ ଘରେ ସେ ଯୋଜନା କରିକି ପହଞ୍ଚାଇ ଦେଇପାରିଛନ୍ତି ଶୌଚାଳୟ। ଆଜି ସମସ୍ତଙ୍କର ଘରେ ଶୌଚାଳୟ ପହଞ୍ଚି ପାରିଛି। ନିଜ ନ୍ୟାର୍ଯ୍ୟ ପ୍ରାପ୍ୟ ସହଜରେ ପାଇବା ପାଇଁ ସବୁ ମହିଳାଙ୍କ ନାଁରେ ଆଜି ମାନନୀୟ ପ୍ରଧାନମନ୍ତ୍ରୀ ଜୀ ଜନଧନ ଆକାଉଣ୍ଟ ମାଧ୍ୟମରେ ବ୍ୟାଙ୍କ ଖାତା ଖୋଲି ଦେଇଛନ୍ତି। ଆଉ ସେଦିନ ଯଦି ବ୍ୟାଙ୍କ ଖାତା ଜନଧନ ଆକାଉଣ୍ଟ ମାଧ୍ୟମରେ ଖୋଲି ନଥାନ୍ତେ ଆଜି ଆମେ ସୁଭଦ୍ରା ଯୋଜନାରେ ଗୋଟିଏ ସୁଇଚ୍ ଦବାଇ ବଟନ୍ ଦବାଇକରି ଠନ୍ 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 କରିକି ଆମେ ଟଙ୍କା ଗୋଟିଏ ମୁହୂର୍ତ୍ତରେ ଆପଣମାନଙ୍କର ପାଖକୁ ଦେଇପାରି ନଥାନ୍ତୁ। ଦୂରଦୃଷ୍ଟି ସମ୍ପନ୍ନ ଏକ ରାଷ୍ଟ୍ର ପୁରୁଷ ବିଶ୍ୱର ଅଦ୍ୱିତୀୟ ନେତା ହିସାବରେ ମୋଦିଜୀ ଆଜି କେତେ ଆମ ପାଇଁ ଏ ଯୋଜନା ଖଞ୍ଜିଥିଲେ କେବେ, ଆଜି ଆମେ ତାର ସୁଫଳ ପାଇବା ପାଇଁ ଯାଉଛନ୍ତି। ବନ୍ଧୁଗଣ, ସେଇଭଳି ଭାବରେ ଆସନ୍ତା 17 ତାରିଖରେ ଯେଉଁ ତାଙ୍କର ଜନ୍ମଦିନ ପାଳିତ ହେବ, ଆପଣମାନେ ସମସ୍ତେ ତାଙ୍କର ମୁଁ ଅନୁରୋଧ କରିବି ସମସ୍ତଙ୍କୁ ଆପଣମାନଙ୍କୁ ତାଙ୍କର ଦୀର୍ଘ ନିରାମୟ ଜୀବନ ପାଇଁ ଭଗବାନଙ୍କ ନିକଟରେ ଆମେ ପ୍ରାର୍ଥନା କରିବା ସହ ସନ୍ଧ୍ୟାରେ ଦୀପଟିଏ ନିଶ୍ଚିତ ଭାବେ ଆମେ ଜାଳିବା। ଆମେ ସମସ୍ତେ ଦୀପଟିଏ ଜାଳିବା ତ? ସମସ୍ତେ ଜୋରରେ ଟିକେ କହନ୍ତୁ, ଦୀପ ଜାଳିବା ତ? ଭାରତ ମାତା କି, ଭାରତ ମାତା କି। ଭାରତ ବର୍ତ୍ତମାନ ଯେଉଁ ପରିସ୍ଥିତି ଦେଇ ଗତି କରୁଛି, ମାନନୀୟ ପ୍ରଧାନମନ୍ତ୍ରୀଜୀଙ୍କର ମାର୍ଗଦର୍ଶନ ଇଏ ଅତ୍ୟନ୍ତ ଆବଶ୍ୟକ। ଏ ଦେଶକୁ ଅରାଜକଙ୍କର ଦୌରାତ୍ମ୍ୟରୁ ରକ୍ଷା କରିବାକୁ ପଡ଼ିବ। ତେଣୁ ଆପଣଙ୍କର ସଦିଚ୍ଛା ଓ ଆଶୀର୍ବାଦ ଫଳରେ ମାନନୀୟ ମୋଦିଜୀ ନିଶ୍ଚିତ ଭାବରେ ଇଏ ଭାରତ ବର୍ଷକୁ ନେତୃତ୍ୱ ଦେବାରେ ସଫଳ ହେବେ। ଏ ନୟାଗଡ଼ ମାଟି ହେଉଛି ବୀର ମାଟି, କଳାର ମାଟି। ଏ ମାଟିରେ ପ୍ରଭୁ ଜଗନ୍ନାଥଙ୍କର ପୂର୍ବ ଅବତାର ନୀଳମାଧବ ରୂପେ ସେ ପୂଜା ପାଉଥିଲେ। ନୀଳକଣ୍ଠିଲ ଏ ନୟାଗଡ଼ ଜିଲ୍ଲାରେ ଆଜି ବି ପୂଜା ପାଉଛନ୍ତି। ଏହି ମାଟି ମହାମନୀଷୀ ପଠାଣି ସାମନ୍ତଙ୍କର ଅସାଧାରଣ ଜ୍ଞାନ ବୈଜ୍ଞାନିକ ପ୍ରତିଭାର ମାଟି। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଆମର ସାହିତ୍ୟ ସାଧନାର ମାଟି ଏବଂ ଉତ୍କଳ ଘଣ୍ଟ ଯଦୁମଣି ମହାପାତ୍ରଙ୍କର ଅନନ୍ୟ ପ୍ରତିଭା ଓ ବ୍ୟଙ୍ଗ ସାହିତ୍ୟର ସୃଜନଶୀଳତାର ଇଏ ନୟାଗଡ଼ ହେଉଛି ସେହି ପବିତ୍ର ମାଟି। ଏଠାରେ କଂସା କାରିଗରୀରେ ପିଢ଼ି ପରେ ପିଢ଼ି ସଞ୍ଚିତ ହୋଇ ରହିଛି କୌଶଳର ଝଙ୍କାର। ଅନେକ ସମୟରେ ମଧ୍ୟ ମୁଁ ମାର୍କେଟିଂ କରିବା ପାଇଁ ମୁଁ ଆସିଥିଲି ଥରେ ଦୁଇଥର, କିନ୍ତୁ ମୋ ପରିବାର ଆମର ଗୃହମନ୍ତ୍ରୀ ସବୁବେଳେ ଆସନ୍ତି କଣ୍ଟିଲୋକୁ ମାର୍କେଟିଂ କରିବା ପାଇଁ। ଏ କଂସା କାରିଗରୀରେ ତିଆରି ହୋଇଥିବା 1 ନମ୍ବର ଏ କଂସା କାରିଗରୀ ବାସନ କୁସନଠୁ ଆରମ୍ଭ କରି ସମସ୍ତ ପ୍ରକାରର ଜିନିଷକୁ ନେବା ପାଇଁ। ଏଣୁ ପଥର ଶିଳ୍ପୀର ଶିଳ୍ପୀଙ୍କ ହାତରେ ମଧ୍ୟ ସ୍ପର୍ଶ, ହସ୍ତଶିଳ୍ପର ମାଟି ଓ ମଣିଷର ସମ୍ପର୍କ ଏବଂ ଲୋକ ପରମ୍ପରାର ଆମର ମୂଳର ଉଷ୍ମତା ଏ ନିଶ୍ଚିତ ଭାବରେ ଏ ପବିତ୍ର ମାଟି ନୟାଗଡ଼ରେ ତା'ର ଅନୁଭବ ହୋଇଥାଏ। ନୟାଗଡ଼ ଜିଲ୍ଲାରେ ସମୁଦାୟ 2 ଲକ୍ଷରୁ ଅଧିକ ମା' ମାନେ ଏବଂ ଭଉଣୀମାନେ ସୁଭଦ୍ରାର ପ୍ରଥମ କିସ୍ତି ପାଇସାରିଛନ୍ତି। ଦ୍ୱିତୀୟ, ତୃତୀୟ, ଚତୁର୍ଥ କିସ୍ତି ମଧ୍ୟ ପ୍ରାପ୍ତ ହୋଇଛନ୍ତି। ବର୍ତ୍ତମାନ ଆମ ପଞ୍ଚମ କିସ୍ତିରେ ନୟାଗଡ଼ ଜିଲ୍ଲାର 2,33,585 ଜଣ ଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ରା ସହାୟତା ବାବଦକୁ 116 କୋଟି 80 ଲକ୍ଷ ଟଙ୍କା ଆଜି ଆପଣମାନଙ୍କୁ ପ୍ରଦାନ କରାଗଲା।